ସେ କହିଲେ ଏଇ ଜାଗାର ଗୋଟେ କାମ କରନ୍ତୁ, ନେଗେଟିଭ ଏନର୍ଜି ଅଛି, ଆଉ ମୁଁ ଯୋଉଠି କହୁଛି ଯେତିକି ଫୁଟ ଗଭୀରରୁ ଖୋଳ, ସେଠି କିଛି ବାହାରିବ, ତମର ନେଗେଟିଭ ଏନର୍ଜି କିଛି ଜିନିଷ ବାହାରିବ। ଆଉ ସତୁ ସତ ଆମେ ଖୋଳିଲା ପରେ ସେଠୁ କିଛି ହାଡ଼ ଆଉ ଚୁଡ଼ି ଆଉ ଗ୍ଲାସ୍ ଏମିତି ସବୁ ବହୁତ ବହୁତ ଜିନିଷ କିଛି ମିଳିଲା। ରାଜୀବ ଲୋଚନ ରାଉତ, ଘର ହେଲା ସୁଗ କାଞ୍ଜିଖିଆ। ମୁଁ ଆସିଥିଲି ନନା ଗଜେନ୍ଦ୍ର ଅଗସ୍ତି, ଯେଉଁ ନନା ବାସ୍ତୁ ଭିଜିଟ୍ କରୁଛନ୍ତି, ତାଙ୍କ ପାଖକୁ ଆସିଥିଲି। ଆଉ ଆସିଥିଲି ଆମ ଘରେ ଯେଉଁ ନୂଆ ଘର କରିବା ପାଇଁ ଗୋଟେ ଯାଉଥିଲି, ସେ ପିଢ଼ଟାକୁ ଟିକେ ଭିଜିଟ୍ କରିବା ପାଇଁ, ଚେକ୍ କରିବା ପାଇଁ ଡାକିଥିଲି ନନାକୁ। ଆଉ ସେ ନନା ଯାଇକି ତାଙ୍କର ସ୍କାନର ପକେଇକି ଦେଖିଲେ ଯେ ଆମ ମାଟି ଦୋଷ ଟିକେ ଅଛି। ଆଉ ମାଟି ଦୋଷ ଅଛି, ସେ କହିଲେ ଏଇ ଜାଗାର ଗୋଟେ କାମ କରନ୍ତୁ, ନେଗେଟିଭ ଏନର୍ଜି ଅଛି, ଆଉ ମୁଁ ଯୋଉଠି କହୁଛି ଯେତିକି ଫୁଟ ଗଭୀରରୁ ଖୋଳ, ସେଠି କିଛି ବାହାରିବ, ତମର ନେଗେଟିଭ ଏନର୍ଜି କିଛି ଜିନିଷ ବାହାରିବ। ଆଉ ସତୁ ସତ ଆମେ ଖୋଳିଲା ପରେ ସେଠୁ କିଛି ହାଡ଼ ଆଉ ଚୁଡ଼ି ଆଉ ଗ୍ଲାସ୍ ଏମିତି ସବୁ ବହୁତ ବହୁତ ଜିନିଷ କିଛି ମିଳିଲା। ଆଉ ନନା କହିଥିଲେ ତାକୁ ନେଇ ବାହାରେ ପକେଇବ, ବାହାରେ ପକେଇକି ପୁଣି ନୂଆ ମାଟି ଆଣିକି ପକେଇବ, ପକେଇଲା ପରେ ତମର ଆଉ କିଛି ସେଠି ମାଟି ଦୋଷ ରହିବନି। ନନା ଯେମିତି କହିଥିଲେ ଆମେ ସେମିତି କଲୁ, କହିକି କଲା ପରେ ମୁଁ 3 ମାସ ଭିତରେ ଘରଟେ ବି କରିଦେଇଛି। ଏବେ କିଛି ଅସୁବିଧା ବି ନାହିଁ, ଖୁଡ଼ଖାଡ଼ କିଛି ନାହିଁ। ଆଜ୍ଞା ନମସ୍କାର, ମୁଁ ବାସ୍ତୁବିତ୍ ଗଜେନ୍ଦ୍ର ପ୍ରସାଦ ଅଗସ୍ତି ଶର୍ମା। ଆଜ୍ଞା ପ୍ରତ୍ୟେକ ବାସ୍ତୁର ସମସ୍ୟା, ଜାତକର ସମସ୍ୟା, ମାଟିର ସମସ୍ୟା ଏବଂ ଗ୍ରହମାନଙ୍କର ସମସ୍ୟା କ'ଣ ଅଛି ତା ଦୂରୀଭୂତ କରିବା ପାଇଁ ଆମେ ଚେଷ୍ଟା କରୁ। ଆପଣ ମନେକର ଯାଉ ନୂତନ ବାସ୍ତୁରେ ଘର କରିବେ, ଯେ ଆମେ ମାଟିକୁ ପରୀକ୍ଷଣ କରୁ, ଯେ ପଞ୍ଚତତ୍ତ୍ୱରେ କେଉଁ କେଉଁ ଜିନିଷ ରଖିବା ପାଇଁ ଲୋକମାନଙ୍କୁ ମଧ୍ୟ ପରାମର୍ଶ ଦେଇଥାଉ। ଜାତକ ସମସ୍ୟା, ଜାତକରେ କ'ଣ କ'ଣ ସମସ୍ୟା ଅଛି ତାକୁ ମଧ୍ୟ ଆମେ ପ୍ରତିକାର କରିବା ପାଇଁ ଲୋକମାନଙ୍କୁ ମଧ୍ୟ ପରାମର୍ଶ ଆମେ ଦେଇଥାଉ। ବାସ୍ତୁ ଆମ ପାଖକୁ ଟେକି ହେଇକି ଆସିପାରିବ ନାହିଁ ନା, ତେଣୁ ବାସ୍ତୁ ପାଖକୁ ଆମେ ଯିବା ପାଇଁ ହେବ। ତେଣୁକରି ମାଟି ପରୀକ୍ଷଣ କରିବା ପାଇଁ ହେଲେ ମାଟି ଆମ ପାଖକୁ ନେଇକି ଆସନ୍ତି, ଜାତକ ପରୀକ୍ଷଣ କରିବା ପାଇଁ ହେଲେ ଜାତକ ଆମ ପାଖକୁ ନେଇକି ଆସନ୍ତି। କିନ୍ତୁ ଘରକୁ ଆମେ ବାସ୍ତୁ ଭିଜିଟ୍ରେ ଯାଉଁ ଯେ ତାଙ୍କ ବାସ୍ତୁରେ କ'ଣ ସମସ୍ୟା ଅଛି, ପଞ୍ଚତତ୍ତ୍ୱରେ କ'ଣ ସମସ୍ୟା ଅଛି, ସେ ଜିନିଷକୁ ଆମେ ଦେଖିବା ପାଇଁ ଘରକୁ ଯିବା ପାଇଁ ହୁଏ। ଆଜ୍ଞା ସେମାନଙ୍କର ମାଟି ନେଇକି ଆସନ୍ତି ଏବଂ ଜାତକ ନେଇକି ଆସନ୍ତି, ସେମାନଙ୍କ ସମସ୍ୟା ଆମେ କହିଲେ ସେମାନେ ତାଙ୍କର ମଧ୍ୟ ପ୍ରତିକାର କରନ୍ତି। ଆପଣମାନଙ୍କର ଯଦି କୌଣସି ସମସ୍ୟା ଥାଏ ତାହେଲେ ମଧ୍ୟ ଆମ ନମ୍ବରରେ ଯୋଗାଯୋଗ କରନ୍ତୁ। 9040060336। ଆଉ ଗୋଟେ ମୋବାଇଲ ନମ୍ବର ମଧ୍ୟ ଅଛି 82 499 210 53।